नमस्कार दोस्तों। कलिजुगर अंत खूब शीघ्र दुनिया रे देखागलाणी कलिजुग विनाशर 5 बड़ लक्षण। सनातन धर्म रे 4टी जुग वर्णना करा जायछि, ଯେଉଁଥିରେ ସତ୍ୟଯୁଗ, ତୃତୀୟା, ଦ୍ୱାପର ଯୁଗ ଏବଂ କଳିଯୁଗ ଅନ୍ତର୍ଭୁକ୍ତ। ବର୍ତ୍ତମାନ କଳିଯୁଗର ସମୟ ଚାଲିଛି, ଯାହାକୁ ପାପ, ଅଧର୍ମୀ, ମିଥ୍ୟା ଏବଂ ଭ୍ରମଯୁଗ ବୋଲି ବିବେଚନା କରାଯାଏ। ଶ୍ରୀମଦ ଭାଗବତ ପୁରାଣ ଏବଂ ମହାଭାରତ ଭଳି ଧାର୍ମିକ ଗ୍ରନ୍ଥରେ କଳିଯୁଗର ଅନେକ ଲକ୍ଷଣ ଉଲ୍ଲେଖ କରାଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କଳିଯୁଗ ପାଇଁ କରାଯାଇଥିବା ଭବିଷ୍ୟବାଣୀ ଆଜିର ସମାଜରେ ଖୋଲାଖୋଲି ଭାବରେ ଦେଖାଯାଉଛି। ଆସନ୍ତୁ ଜାଣିବା କଳିଯୁଗର ଏପରି 5ଟି ଲକ୍ଷଣ ବିଷୟରେ। ଅଧର୍ମୀଙ୍କୁ ପ୍ରାଧାନ୍ୟ। ଶ୍ରୀମଦ ଭାଗବତ ଗୀତା ଅନୁସାରେ କଳିଯୁଗରେ ଧର୍ମର 4 ପଦ ମଧ୍ୟରୁ କେବଳ ଗୋଟିଏ ଧର୍ମ ରହିବ ଏବଂ ତାହା ମଧ୍ୟ ଧୀରେ ଧୀରେ ଲୋପ ପାଇଯିବ। ଆଜି ଦେଖାଯାଉଛି ଯେ ମିଥ୍ୟା ଏବଂ ପ୍ରତାରଣା ସଚ୍ଚୋଟତା ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଯାଇଛି। ଲୋକମାନେ ନିଜ ସ୍ୱାର୍ଥ ପାଇଁ ଧର୍ମକୁ ବିକୃତ କରି ଉପସ୍ଥାପନା କରୁଛନ୍ତି। ଗୁରୁ ଶିଷ୍ୟ ସମ୍ପର୍କର ଅବନତି। କଳିଯୁଗରେ ଗୁରୁ ଶିଷ୍ୟ ପରମ୍ପରା ମଧ୍ୟ ଧୀରେ ଧୀରେ ହ୍ରାସ ପାଇବ। ଗୁରୁମାନଙ୍କର ଲକ୍ଷ୍ୟ ଜ୍ଞାନ ପ୍ରଦାନ କରିବା ନୁହେଁ, ବରଂ ଟଙ୍କା ଏବଂ ଖ୍ୟାତି ଅର୍ଜନ କରିବା ହେବ। ଶିଷ୍ୟମାନେ ଜ୍ଞାନ ବଦଳରେ ଡିଗ୍ରୀ ଏବଂ ଚାକିରି ପଛରେ ଦୌଡ଼ିଥିବାର ମଧ୍ୟ ଦେଖାଯିବେ। ଆଜି ଶିକ୍ଷା ବ୍ୟବସ୍ଥା ଏହାର ଏକ ସାମ୍ପ୍ରତିକ ଉଦାହରଣ। ଧୀରେ ଧୀରେ ସମାଜରେ ନୈତିକତା ଏବଂ ଆତ୍ମଜ୍ଞାନକୁ ବଦଳାଇ ଦେଇଛି। ଟଙ୍କା ସର୍ବୋଚ୍ଚ। କଳିଯୁଗରେ ଜଣେ ବ୍ୟକ୍ତିଙ୍କର ସ୍ଥିତି ଏବଂ ପ୍ରତିଷ୍ଠା ତାଙ୍କ ଗୁଣ ଏବଂ ଆଚରଣ ଦ୍ୱାରା ନୁହେଁ, ତାଙ୍କ ଧନ ଏବଂ ବାହ୍ୟ ରୂପ ଦ୍ୱାରା ନିର୍ଣ୍ଣୟ କରାଯିବ। କିନ୍ତୁ ଆଜି ଏହା ଘଟୁଛି, ଯାହାର ଅଧିକ ଟଙ୍କା ଅଛି କେବଳ ତାଙ୍କ କଥା ଶୁଣାଯାଇଥାଏ। ବର୍ତ୍ତମାନ ସମୟରେ ସମ୍ପର୍କ, ଶିକ୍ଷା ଏବଂ ନ୍ୟାୟ ମଧ୍ୟ କିଛି ପରିମାଣରେ ଟଙ୍କା ଉପରେ ନିର୍ଭରଶୀଳ ହୋଇଯାଇଛି। ବିବାହ ସମ୍ପର୍କରେ ଚାପ। ଶାସ୍ତ୍ର ଅନୁସାରେ କଳିଯୁଗରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ପ୍ରେମ ଏବଂ ଧର୍ମ ଉପରେ ନୁହେଁ, କାମନା ଏବଂ ସୁବିଧା ଉପରେ ନିର୍ଭର କରିବ। ବର୍ତ୍ତମାନ ସମୟରେ ସମ୍ପର୍କରେ ଘନିଷ୍ଠତା ଯେତେ ଶୀଘ୍ର ବୃଦ୍ଧି ପାଇବ, ସମ୍ପର୍କ ସେତେ ଶୀଘ୍ର ଶେଷ ହେବ। କଳିଯୁଗରେ ଲିଭ୍-ଇନ୍, ଛାଡ଼ପତ୍ର ଏବଂ କାମନା ଭଳି ଜିନିଷ ସାଧାରଣ ହୋଇଯିବ। ପିତାମାତାଙ୍କୁ ଅପମାନ। କଳିଯୁଗର ଏକ ମୁଖ୍ୟ ଲକ୍ଷଣ ହେବ ଯେ ପିଲାମାନେ ସେମାନଙ୍କ ପିତାମାତାଙ୍କୁ ସମ୍ମାନ କରିବାକୁ ଭୁଲିଯିବେ। ସମାଜରେ ବୃଦ୍ଧାଶ୍ରମର ସଂଖ୍ୟା ବଢ଼ିବ। ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ଦୂରରେ ରହିବାକୁ ପସନ୍ଦ କରିବେ। କଳିଯୁଗରେ ପାରିବାରିକ ମୂଲ୍ୟବୋଧ ଧୀରେ ଧୀରେ ହ୍ରାସ ପାଇବ। କଳିଯୁଗର ଲକ୍ଷଣ ବିଷୟରେ ପୌରାଣିକ ଗ୍ରନ୍ଥଗୁଡ଼ିକରେ କରାଯାଇଥିବା କଳ୍ପନା ଆଜିର ସମାଜରେ ଅନୁଭୂତ ହୋଇପାରେ। ଏହା ମାନବ ଜୀବନ ପାଇଁ ଏକ ଚେତାବନୀ ଯେ ଯଦି ଆମେ ନୈତିକ ମୂଲ୍ୟବୋଧର ଆତ୍ମମୂଲ୍ୟାୟନ ନ କରିବା, ତେବେ ଆଧ୍ୟାତ୍ମିକ ଏବଂ ପାରିବାରିକ ଜୀବନ ଦ୍ରୁତ ଗତିରେ ହ୍ରାସ ପାଇବ। ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।